प्रत्येक युवा युवती सद्भक्त भाई भौणी प्रभु दास समस्त को नमस्कार। प्रभु आपण मान आशीर्वाद करंतु। प्रभु आमान को दया अनुग्रह करिसंती, उत्तम स्वास्थ्य भोग करबा पई देइसंती, जा द्वारा आज आम माने एई प्रकार ऑनलाइन सेवा कार्य माध्यम रे जड़ित हेबार आमे सुजोग पाइछु। आमे यह परमेश्वर को महादया और अनुग्रह अटे। एई ऑनलाइन जूम सेवा कार्य एटा शेष दिनकर गोटे आशीर्वाद अटे। କାରଣ ଦାନିଏଲ ଭବିଷ୍ୟତ ବକ୍ତା କହନ୍ତି ଯେ ଶେଷ ଦିନରେ ଜ୍ଞାନ ଏତେ ବଢିଯିବ, ଆଉ ଲୋକମାନେ ଏଣେ ତେଣେ ଧାବମାନ ହେବେ। ଆଉ ସେଇ ଜ୍ଞାନ ଦ୍ୱାରା ଆଜି ଆମମାନେ ନିଜ ଘରେ ବସି ଓଡ଼ିଶା ବାହାରେ ଥିବା ବଛା ବଛା ଆତ୍ମିକ ପ୍ରଭୁଙ୍କ ଦାସ ଦାସୀ ମାନଙ୍କ ସହିତ ଗୋଟେ ସୁନ୍ଦର ସହଭାଗିତା କରିବାର ଆମେ ସୁଯୋଗ ପାଇଛୁ। ପରମେଶ୍ୱର ଏହି ସୁନ୍ଦର ଅବକାଶ ଦେଇଛନ୍ତି। ପ୍ରିୟମାନେ, ମୋବାଇଲ ଆଜିକାଲି ସମସ୍ତଙ୍କ ପାଖରେ ଅଛି, ଇଣ୍ଟରନେଟର ସୁବିଧା ସମସ୍ତଙ୍କ ପାଖରେ ଅଛି, ମାତ୍ର ସମସ୍ତେ ଜୁମ ରେ ଆସିପାରିବେ ନାହିଁ। ସମସ୍ତଙ୍କୁ ସେ ଅନୁଗ୍ରହ ମିଳିନାହିଁ ଯେ ସେମାନେ ଏଇ ପ୍ରକାର ଅନଲାଇନ ସେବା କାର୍ଯ୍ୟ ମାଧ୍ୟମରେ ଆସି ଆମମାନଙ୍କ ସହିତ ଜଡିତ ହେଇ ପ୍ରଭୁଙ୍କର ଗୌରବ ମହିମା କରିପାରିବେ। ମାତ୍ର ଆମେ ଅଳ୍ପ କିଛି ଲୋକ, ବଛା ବଛା ଲୋକ ଅଛୁ ଯେଉଁମାନଙ୍କୁ ପ୍ରଭୁ ଏ ଅନୁଗ୍ରହ କରିଛନ୍ତି। ଆଉ ଆମ ପାଖରେ ଏତେ ବ୍ରାଣ୍ଡେଡ ମୋବାଇଲ କି ଏତେ ଭଲ ଆଇଫୋନ ନଥିଲେ ମଧ୍ୟ ଆମ ପାଖରେ ପରମେଶ୍ୱରଙ୍କ ଆତ୍ମା ଅଛନ୍ତି, ଯାହାଦ୍ୱାରା କି ଆଜି ଅନଲାଇନ ସେବା କାର୍ଯ୍ୟରେ ଆମେ ଜଡିତ ହେବାର ସୁଯୋଗ ପାଇଛୁ। ଆପଣ ସମସ୍ତଙ୍କୁ ପୁନର୍ବାର ସ୍ୱାଗତ କରେ। ଆପଣ ମାନଙ୍କର ଭିଡିଓ ଗୁଡିକ ଖୋଲିବାଟା ଦେଖି ମୁଁ ବହୁତ ବହୁତ ଖୁସି ଅଟେ। କି ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ। ବେଶୀ ସିରିୟସ ରେ ବସିବା ନାହିଁ, ଟିକେ ହସ ହସ ମୁହଁ ଥାଉ। ଏତେ ସିରିୟସ ରେ ବସିଦବା, ପେଟ୍ରୋଲ ମିଳୁନାହିଁ, ଏବେ ଆମେ କେମିତି କୁଆଡକୁ ଯିବୁ, ଗ୍ୟାସ୍ ମିଳୁନାହିଁ, ଆମେ କେମିତି ଚିକେନ ତରକାରୀ ରୋଷେଇ କରିବୁ। ଆଜି ଅନେକ ହୋଟେଲ ଗୁଡିକ ବନ୍ଦ ହେଇଯାଇଛି। କଣ ହେଲା ଭାଇନା ହୋଟେଲ ଖୋଲିନ? ଗ୍ୟାସ୍ ମିଳୁନାହିଁ। ହଁ, ଆଜି ସକାଳେ ଗୋଟେ ଜଳଖିଆ ଦୋକାନ ଯାଇଥିଲି ଚକୁଳି ଖାଇବା ପାଇଁ, ଚକୁଳି ନାହିଁ। କାହିଁକି? ଗ୍ୟାସ୍ ନାହିଁ। ସେ କହିଲେ ଗ୍ୟାସ୍ ନାହିଁ ମୋ ପାଖରେ, ସେଥିପାଇଁ ପୁରୀ ଅଛି, ଇଡଲି ଅଛି, ଚକୁଳି କରିବା ପାଇଁ ଆମ ପାଖରେ ଗ୍ୟାସ୍ ନାହିଁ। ପ୍ରିୟମାନେ, ଏଇଟା ଜଗତର ଅବସ୍ଥା ହଉଛି ସେମିତି। ଏ ଜଗତ ଦିନକୁ ଦିନ ନଷ୍ଟ ହେଇ ଯାଉଥିବ, ଭ୍ରଷ୍ଟ ହେଇ ଯାଉଥିବ। ଏ ଜଗତର ଭବିଷ୍ୟତ କୌଣସି ପ୍ରକାର ଭାବରେ ମଙ୍ଗଳମୟ ଭବିଷ୍ୟତ ଜଗତ ପାଖରେ ନାହିଁ। ସେଥିପାଇଁ ଏଇ ଜଗତରେ ପ୍ରଭୁ ଯେତେ ଦିନ ରଖିଛନ୍ତି ତାଙ୍କ ପାଇଁ ବଞ୍ଚିବାର, ଆଉ ଯେତେ ଦିନ ରଖିଛନ୍ତି ପବିତ୍ର ଜୀବନ ଯାପନ କରି ଆଗମନ ନିମନ୍ତେ ପ୍ରସ୍ତୁତ ହେବା ଛଡା ଆଉ ଏ ଜଗତରେ କିଛି ବଡ ପ୍ଲାନ କରିକିନା ଆମେ ରହିବା ପରି ପରିସ୍ଥିତି ଜଗତରେ ନାହିଁ। ଯୋଉ ପ୍ରକାର ଯୁଦ୍ଧ ହଉଛି, ବାଇବଲ ସବୁ କହେ। ମୋ ପାଇଁ, ଆପଣ ମାନଙ୍କ ପାଇଁ ଏସବୁ ଘଟଣା ଗୁଡିକ ନୂଆ ନାହିଁ। ଆମର ନ୍ୟୁଜ ଚ୍ୟାନେଲ ବାଲା ମାନଙ୍କୁ, ନ୍ୟୁଜ ପେପର, ଅଣଖ୍ରୀଷ୍ଟିଆନ ଲୋକମାନଙ୍କୁ ଏସବୁ ଘଟଣା ଗୁଡିକ ନୂଆ, ଯେ କେମିତି ଯୁଦ୍ଧ ହେଇଗଲା, ଏମିତି କହିଗଲା। ବାଇବଲରେ ସବୁ ଯାକ ଆଗରୁ ଲେଖା ଯାଇଛି। ସେଥିପାଇଁ ଆମେ କୌଣସି ପ୍ରକାର ଭାବରେ ବିଚଳିତ ନ ହୋଇ ଏତିକି ମନେ ରଖନ୍ତୁ, ଗ୍ୟାସ୍ ଯେତେ ନ ମିଳିଲେ ମଧ୍ୟ ଆମେ ଭୋକରେ ମରିବୁ ନାହିଁ। କାହିଁକି ମରିବୁ ନାହିଁ? କାରଣ ଆମର ପ୍ରତିପାଳକ ପରମେଶ୍ୱର ଅଛନ୍ତି। ସେ ଏଲିଓଙ୍କୁ ଯେମିତି କାଉ ଦ୍ୱାରା ସେ ଖାଇବାଟା ଜଗଉଥିଲେ, କାଉ ସିନା ମରିଯାଇଛି, ଏଲିଓଙ୍କ ପରମେଶ୍ୱର ତ ବଞ୍ଚିଛନ୍ତି ନା, ସେ ତ ଆମମାନଙ୍କୁ ଆହାର ଯୋଗାଇବେ। କୌଣସି ପ୍ରକାର ଅସୁବିଧା ନାହିଁ। ଆମେ ଧୀର ସ୍ଥିର ଭାବରେ ପ୍ରଭୁଙ୍କର ସ୍ତୁତି ମହିମା ଆମେ କରୁଥିବା। ଯଦି ମନେକର ଗ୍ୟାସ ଟା ସରିଗଲା, ମିଳୁନାହିଁ, ତାହେଲେ ଗୋଟେ କାମ କରିବା କଥା, ଆସ ଆମେ ଉପବାସ ପ୍ରାର୍ଥନା ଆମେ କରିବା। କେତେ ଭଲ ହେବ ନା? ହଁ, ଆଉ ଆମ ପାଇଁ କଣ ଅଛି? ଆମେ ଉପବାସ ଆମେ ରହିପାରିବୁ, ପାଣି ପିଇ ରହିପାରିବୁ, ଆମେ ଅଳ୍ପ କିଛି ଖାଇକିନା ଆମେ ରହିପାରିବୁ। ଆମେ ଖାଇବା ପାଇଁ ବଞ୍ଚୁନୁ, ଆମେ ବଞ୍ଚିବା ପାଇଁ ଆମେ ଖାଉଛୁ। ସେଥିପାଇଁ ଏଇସବୁ ବିଷୟ ଗୁଡିକ ଆମମାନଙ୍କ ପାଇଁ କୌଣସି ପ୍ରକାର ବଡ ବିଷୟ ନାହିଁ। ମାତ୍ର ଆମ କାମ ହେଲା ପ୍ରଭୁଙ୍କର ଆଗମନ ନିମନ୍ତେ ନିଜକୁ ଆମେ ପ୍ରସ୍ତୁତ କରିବା। ଆସନ୍ତୁ ମୋ ସହିତ ଗୋଟେ ପଦ ଆପଣ ମାନେ ପଢିବେ। କରନ୍ତୀୟ ପୁସ୍ତକ, ଦ୍ୱିତୀୟ କରନ୍ତୀୟ ପୁସ୍ତକ, ଏହାର 13 ଅଧ୍ୟାୟକୁ ଫିଟେଇବା ଆମେ ସମସ୍ତେ। ଦ୍ୱିତୀୟ କରନ୍ତୀୟ ପୁସ୍ତକ 13 ଅଧ୍ୟାୟ। ଆଜିର ସମୟରେ ଆପଣ ମାନେ ଦେଖିବେ ଚାରିଆଡେ ଏକ୍ସାମ ର ମାହୋଲ। ମୋର 2ଟା ପୁଅ ଝିଅ, ସେମାନଙ୍କର ଏକ୍ସାମ ଚାଲିଛି। ଅନେକଙ୍କ ଏକ୍ସାମ ମଧ୍ୟ ସରିଗଲାଣି, ରିଜଲ୍ଟର ଅପେକ୍ଷାରେ ଅଛନ୍ତି। ମୋର ପୁଅ ମତେ କହୁଥିଲା, ବାପା ଆଉ 2 ଦିନ ପରେ
ମୁଁ 8th କ୍ଲାସ ରୁ 9th କ୍ଲାସ କୁ ପଳେଇ ଯିବି ତାର ସେ ସେୟା କହୁଥିଲା ଆଉ 2ଟା ଏକ୍ସାମ ପରେ ମୋର କ୍ଲାସ ପ୍ରମୋସନ ହେଇଯିବ। ପ୍ରିୟମାନେ ଏକ୍ସାମ ର ସମୟ ଏଟା ହଉଛି ପରୀକ୍ଷାର ସମୟ। ଆଜି ମୁଁ କହିବା ପାଇଁ ଚାହେଁ ସବୁଠାରୁ ବଡ ପରୀକ୍ଷା ଆଜିର ପ୍ରସଙ୍ଗ ରହିବ ସବୁଠାରୁ ବଡ ପରୀକ୍ଷା। ଆମ ଜୀବନର ସବୁ ପରୀକ୍ଷା ଠାରୁ ବଡ ପରୀକ୍ଷା କଣ ଅଟେ ସେ ବିଷୟରେ ଆମେ ଅଳ୍ପ ସମୟ ଧରି ଆମେ ଆଲୋଚନା କରିବା। ଆମେ 13 ଅଧ୍ୟାୟ ଆମେ 13 ଅଧ୍ୟାୟର 5 ପଦ ମୁଁ ପଢିଦେବି ଆପଣ ମାନଙ୍କୁ କାହାକୁ ଡିଷ୍ଟର୍ବ କରିବି ନାହିଁ। 13 ଅଧ୍ୟାୟର 5 ପଦ ଲେଖାଗଲା ତୁମ୍ଭେ ମାନେ ବିଶ୍ୱାସରେ ଅଛ କି ନାହିଁ ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର। ହଁ, ଏଇଟା ହେଲା ସବୁଠୁ ବଡ ପରୀକ୍ଷା, ନିଜକୁ ପରୀକ୍ଷା କରିବାଟା। ଆମେ ଅନେକ ସମୟରେ ଅନେକ ଲୋକଙ୍କୁ ଆମେ ପରୀକ୍ଷା କରିଥାଉ। ଆମେ ସେ ଏମିତି ସେ ସେମିତି ତାର ପରୀକ୍ଷା ଆମେ କରିଥାଉ। ମାତ୍ର ସବୁଠୁ ବଡ ପରୀକ୍ଷା କଣ? ନିଜକୁ ପରୀକ୍ଷା କରିବା। କେମିତି ଆମେ ଠିକ ଅଛୁ କି ନାହିଁ, ଆମେ ବିଶ୍ୱାସରେ ଅଛୁ କି ନାହିଁ, ଆମେ ରାଇଟଲି ଆମେ ଅଛୁ କି ନାହିଁ, ଏଇଟା ହଉଛି ଆମର ଦାୟିତ୍ୱ। ନିଜକୁ ପରୀକ୍ଷା କରିବା କଥା। ଖ୍ରୀଷ୍ଟିଆନ ର ଦାୟିତ୍ୱ କଣ? ଆମେ ଠିକ ଅଛୁ କି ନାହିଁ। ଅନ୍ୟ ଲୋକ କଥା ଛାଡନ୍ତୁ, ସେଇଟା ଆମର ପାଇଁ ପ୍ରଥମ ବିଷୟ ନୁହେଁ। ପ୍ରଥମ ବିଷୟ ମୁଁ ଠିକରେ ଅଛି କି ନାହିଁ, ମୁଁ ବିଶ୍ୱାସରେ ଅଛି କି ନାହିଁ, ମୁଁ ପ୍ରଭୁଙ୍କ ମାର୍ଗରେ ଅଛି କି ନାହିଁ, ମୁଁ ପ୍ରଭୁଙ୍କ ଠାରେ ଅଛି କି ନାହିଁ, ମୁଁ ପବିତ୍ର ଅଛି କି ନାହିଁ, ମୁଁ କେ ପ୍ରକାର ଅଛି। ଆମେ ନିଜକୁ ପ୍ରଥମେ ପରୀକ୍ଷା କରିବା। ଏଇ ପରୀକ୍ଷା ହଉଛି ସବୁଠୁ ବଡ ପରୀକ୍ଷା। ଆଜିର ଜଗତରେ ଲୋକମାନେ ଅନ୍ୟମାନଙ୍କର ପରୀକ୍ଷା କରିଥାନ୍ତି। ଆର ପରୀକ୍ଷା, ତାର ପରୀକ୍ଷା, ତାର ପରୀକ୍ଷା। ଏଇଟା ପ୍ରଭୁ ଆମମାନଙ୍କୁ କହୁନାହାନ୍ତି। ଆମେ କଣ କରିବାର ଅଛି? ନିଜର ପରୀକ୍ଷା ଆମେ କରିବାକୁ ପଡିବ। ଆମେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରିୟମାନେ, ଏଠି ସାଧୁ ପାଉଲ କରନ୍ତୀୟ ମଣ୍ଡଳୀର 2ୟ ପତ୍ରରେ ସେ ସେମାନଙ୍କୁ ଲେଖୁଛନ୍ତି ଯେ ସେ ବ୍ୟଭିଚାର କାମ କଲା, ସେ କୋର୍ଟକୁ ଟାଣି ନେଲା, ସେ ଚର୍ଚ୍ଚ ଭିତରେ ଗଣ୍ଡଗୋଳ ଲାଗୁଛି, ସେମାନଙ୍କ ଦଳଭେଦ ମତଭେଦ ରହିଛି, ଏତେ ସବୁ ଯାକ ଅଛି। ତୁମେ ସିଆଡକୁ ଦେଖ ନାହିଁ, କିଏ କଣ କରୁଛନ୍ତି ସେଟା ଦେଖ ନାହିଁ। ତୁମେ ଠିକରେ ଅଛ କି ନାହିଁ, ତୁମର ବିଶ୍ୱାସ ଠିକରେ ଅଛି କି ନାହିଁ, ସେଇଟା ବଡ ବିଷୟ। ଆମର ବିଶ୍ୱାସ ଆମକୁ ଉଦ୍ଧାର କରିବ, ଆମର ବିଶ୍ୱାସ ଆମକୁ ରକ୍ଷା କରିବ। ଆମର ଦାୟିତ୍ୱ ହେଲା ଆମେ ନିଜେ ଠିକରେ ଅଛୁ କି ନାହିଁ, ଆମେ ସେଇଟା ଆମେ ଦେଖିବାର ଆବଶ୍ୟକ ରହିଅଛି। ଗୋଟେ ପଦ ଆମେ ପଢିବା, ମୋ ସହିତ ଆପଣ ମାନେ ଫିଟେଇବେ। ହିତୋପଦେଶ ପୁସ୍ତକ 11 ଅଧ୍ୟାୟ, ହିତୋପଦେଶ ପୁସ୍ତକ 11 ଅଧ୍ୟାୟର 1 ପଦରୁ ପଢିବା। ଏଇଟା ଆମମାନଙ୍କର ବାକ୍ୟ। ଅଯଥାର୍ଥ ନୀତି ସଦାପ୍ରଭୁଙ୍କର ଘୃଣା ବିଷୟ। ପ୍ରିୟମାନେ, ଏଇ ଯୋଉ ନୀତିଟା ଯଥାର୍ଥ ନୀତି ହେବାର ଅଛି, ଅଯଥାର୍ଥ ନୀତି ହେବାର ନାହିଁ। ଆମର ଜୀବନରେ ଅନେକ ପ୍ରକାର ଦୁର୍ବଳତା ଥିବ, ଅନେକ ପ୍ରକାର ପାପ ଥିବ। ଆମେ ଆମର ବିଚାର ନ କରି ଅନ୍ୟର ବିଚାର କରୁଥିବେ। ଆମର ପୁଅ ଝିଅ ଷ୍ଟାଇଲ ମାରି ବୁଲୁଥିବେ, ଆମର ପୁଅ ଝିଅ ମାନେ ମୋବାଇଲରେ ଲାଗି ରହୁଥିବେ, ଆମର ପୁଅ ଝିଅ ମାନେ ପ୍ରାର୍ଥନା ଆସୁନଥିବେ, ମାତ୍ର ଆମେ ଅନ୍ୟ ପୁଅ ଝିଅ ମାନଙ୍କୁ ତାଗିଦ କରୁଥିବୁ, ତୁମର ପୁଅ କାହିଁକି ଆସିଲା ନାହିଁ, ତୁମର ଝିଅ କାହିଁକି ଆସିଲା ନାହିଁ। ଅଯଥାର୍ଥ ନୀତି ପ୍ରଭୁଙ୍କର ଘୃଣାର ବିଷୟ। ଆମର ନୀତି ଠିକ ଥିବାର ଅଛି। ଅନ୍ୟର ପୁଅ ଝିଅକୁ ଯଦି ତୁମେ ମାପୁଛ, ଅନ୍ୟର ପରିବାରକୁ ମାପୁଛ, ଅନ୍ୟର ଲୋକଙ୍କୁ ମାପୁଛ, ସେ ମାପରେ ତୁମେ ନିଜେ ମଧ୍ୟ ମପା ଯିବାର ଅଛି। ଆମେ ଅଯଥାର୍ଥ ନୀତି ବ୍ୟବହାର କରିବାର ନାହିଁ। ଆଜି ଅନେକ ସମୟରେ ଅନେକ ମା ବାପା ମାନେ ଅଛନ୍ତି, ଅନ୍ୟର ପୁଅ ଝିଅକୁ ତାଗିଦ କରୁଥିବେ। ସେ ତାର ପୁଅ ଏମିତି, ତାର ଝିଅ ସେମିତି, ସେ ସେମିତି ବୁଲୁଛି, ସେ ସେମିତି ମୋବାଇଲରେ କଥା ହଉଛି, ତାର ଜୀବନ ଶୈଳୀ। ମାତ୍ର ନିଜର ପୁଅ ଝିଅଙ୍କ ବିଷୟରେ ସେମାନେ କୌଣସି ପ୍ରକାର ଭାବରେ ବିଚାର କରନ୍ତି ନାହିଁ। ସେଥିପାଇଁ ବାଇବଲ କହେ ଯେ ନିଜର ବିଚାର କର, ନିଜକୁ ପରୀକ୍ଷା କର। ସେଇଟା ହେଲା ବଡ ପରୀକ୍ଷା। ଆମେ ଠିକରେ ଅଛୁ କି ନାହିଁ, ସେଇଟା ମୋ ପାଇଁ ଆଉ ଆପଣ ମାନଙ୍କ ପାଇଁ ଯଥାର୍ଥ। ପ୍ରିୟ। ଅନ୍ୟର ପୁଅ ଝିଅ କେତେ ମାର୍କ ଆଣିଲେ ସେଇଟା ଆମ ପାଇଁ ବଡ ବିଷୟ ନାହିଁ। ସେମାନେ ଫେଲ ହେଲେ କି ସେମାନେ 50% ମାର୍କ ଆଣିଲେ କି ସେମାନେ ଟପର ହେଲେ, ସେଇଟା ଆମର ଯାଏ ଆସା ନାହିଁ। ପ୍ରଭୁ ସେମାନଙ୍କର ଆଶୀର୍ବାଦ କରନ୍ତୁ। ମାତ୍ର ଆମର ପୁଅ ଝିଅ କେମିତି ଆଣିଲେ ସେଇଟା ହେଲା ବଡ ବିଷୟ। ସେଥିପାଇଁ ଆମେ ସବୁଠୁ ବଡ ପରୀକ୍ଷା କଣ? ନିଜକୁ ପରୀକ୍ଷା କରିବା। ଏବେ ଟିକେ ନିଜକୁ ଆମେ ପରୀକ୍ଷା କରି ଦେଖିବା।
ଯେ ଆମର ପ୍ରାର୍ଥନା ଜୀବନ କେମିତି ଅଛି, ଆମର ବାଇବଲ ଧ୍ୟାନର ଜୀବନ କେମିତି ଅଛି। ଆଜି ସକାଳେ ଏଇ ଯୋଉ ମଧ୍ୟାହ୍ନ ସମୟରେ ଗୋଟେ ଝିଅ ମତେ ଫୋନ କରିଥିଲେ। ଆଉ ଫୋନ କରୁ କରୁ ସେ ତାଙ୍କର ସ୍ୱପ୍ନ ବିଷୟରେ ସେ କହୁଥିଲେ ମତେ, ମୁଁ ଏ ପ୍ରକାର ସ୍ୱପ୍ନ ଦେଖୁଛି, ସେଇ ପ୍ରକାର ସ୍ୱପ୍ନ ଦେଖୁଛି, ଏଇ ପ୍ରକାର କଥା ସେ କହୁଥିଲେ। ପ୍ରଭୁ ତାଙ୍କୁ ଜଣାଉଥିଲେ ଯେ ତୁମର ଜୀବନ ଠିକ ନାହିଁ, ପ୍ରଭୁଙ୍କର ଆଗମନ ବହୁତ ଶୀଘ୍ର ହେବା ପାଇଁ ଯାଉଛି। ତୁମେ କାମ ଦାମ ଅଲଗା ବିଷୟରେ ବହୁତ ବ୍ୟସ୍ତ ରହିଛ, ପଇସା କମାଇବାରେ ବହୁତ ବ୍ୟସ୍ତ ରହିଯାଇଛ, ଆଉ ପ୍ରାର୍ଥନା ବାଟରେ ତୁମର ମନ ନାହିଁ। ତୁମେ ନିଜକୁ ସଜାଡ ଆଉ ପ୍ରାର୍ଥନା ବାଟ ପ୍ରଭୁଙ୍କ ମାର୍ଗରେ ନିଜର ମନକୁ ତୁମେ ସୁଧାରାଅ। ଏଇଟା ମୁଁ ତାଙ୍କୁ କହୁଥିଲି। ତୁମକୁ ଯୋଉ ପ୍ରଭୁ ଯୋଉ ସ୍ୱପ୍ନ ଦେଖେଇଛନ୍ତି, ଏ ସ୍ୱପ୍ନର ଅର୍ଥ ଏହା ଅଟେ ଯେ ତୁମେ ନିଜେ ନିଜକୁ ସଜାଡ, ନିଜେ ନିଜକୁ ତୁମେ ସଜାଗ କର। ପ୍ରିୟମାନେ, ସାଧୁ ପାଉଲ କହୁଛନ୍ତି ଯେ ତୁମେ ମାନେ ବିଶ୍ୱାସରେ ଅଛ କି ନାହିଁ, ଏହି ବିଷୟରେ ତୁମେ ଆପଣାକୁ ପରୀକ୍ଷା କର। ସେ ବିଶ୍ୱାସରେ ଅଛି କି ନାହିଁ, ସେ ବିଶ୍ୱାସରେ ଅଛି କି ନାହିଁ, ତା ସହିତ ଆମର କୌଣସି ପ୍ରକାର ଲେନା ଦେନା ନାହିଁ। ଆମେ ଅଛୁ କି ନାହିଁ, ଆମ ପାଖରେ ଯୋଉ ନିକିତି ରହିବ, ସେ ନିକିତି ଠିକ ନିକିତି ରହିବାର ଅଛି। ଠିକରେ ଆମେ ତ ତୋଳିବାର ଆମେ ଶିଖିବାକୁ ପଡିବ। ଦେଖନ୍ତୁ, ଏଠି ମାଥ୍ୟୁ ସୁସମାଚାରରେ ଯାହା କୁହାଯାଉଛି, ଟିକେ ଆମେ ପଢିବା ମାଥ୍ୟୁ 7 ଅଧ୍ୟାୟ। ଆମେ ନିଜର ବିଚାର କରିବା, ନିଜର ପରୀକ୍ଷା କରିବା। 7 ଅଧ୍ୟାୟର 1 ପଦରୁ, ତୁମ୍ଭେମାନେ ଯେପରି ବିଚାରିତ ନ ହୁଅ ଏଥିପାଇଁ ବିଚାର କର ନାହିଁ, କାରଣ ଯେଉଁ ବିଚାରରେ ବିଚାର କର ସେହି ବିଚାରରେ ତୁମ୍ଭେମାନେ ବିଚାରିତ ହେବ, ପୁଣି ଯେଉଁ ମାପରେ ମାପ କର ସେହି ମାପରେ ତୁମ୍ଭମାନଙ୍କୁ ମପେଇ ଦିଆଯିବ। ଆମେ ଯେମିତି ବିଚାର କରିବୁ ଆମେ ଅନ୍ୟର, ସେହି ପ୍ରକାର ଆମର ମଧ୍ୟ ପ୍ରଭୁ ବିଚାର କରିବେ। ସେଥିପାଇଁ ଆମେ କାହାର ବିଚାର କରିବା କଥା ବୋଲି କହିଲେ, ତାର କଣ ହଉଛି, ତାର କଣ ହଉଛି, ସେଇଟା ଆମର ଯାଏ ଆସା ନାହିଁ। ଅନେକ ସମୟରେ ଦୁଇଟା ଘର ପାଖରେ ପାଖରେ ଥିବେ, ଏ ଦୁଇ ଜଣ ଯାକ ଭଲ କଥାବାର୍ତ୍ତା, ପରିବାରରେ କଥାବାର୍ତ୍ତା ଚାଲିଥିବ, ତାଙ୍କ ଘରେ ଝଗଡା ଯଦି ଷ୍ଟାର୍ଟ ହେଇଗଲା, ପଡିଶା ଘରେ ସମସ୍ତେ କହିବେ ଟିକେ ଚୁପ ଚୁପ ତୁନି ଥାଅ, ତାଙ୍କର ଝଗଡା ଆରମ୍ଭ ହେଇଗଲାଣି, କଣ ଝଗଡା ହଉଛି, କେମିତି ଗାଳି ଦିଆ ଦିଉଛନ୍ତି, ଟିକେ ଆମେ ଶୁଣିବା। ତାଙ୍କର ଝଗଡା ଶୁଣିବା ପାଇଁ ସବୁ ସାଇଲେଣ୍ଟ ହେଇକି ଥିବେ। ତାଙ୍କର ଘରେ କଣ ଚାଲିଛି, ଏଇଟା ଆଜିର ସମସ୍ୟା। ସେଇଟା ସେମିତି କଲା, ସେ ସେମିତି କହିଲା, ନାଇଁ ଏବେ ଥାଳି ଫିଙ୍ଗିଲା, ସେ ଢାଙ୍ଗନା ସାଉଣ୍ଡ ଗୋଟେ ଦେଲା, ଏବେ ନିହାତି ସେ କଣ ଗୋଟେ କରିବାକୁ ଯାଉଛି। ଆମେ କଣ ଅନ୍ୟର ଝଗଡାକୁ ପୁରା କାନ ଦେଇକିନା ଶୁଣିବୁ। ଆମେ କାହିଁକି ଶୁଣିବୁ? ଆମେ ଅନ୍ୟକୁ କହିବାକୁ ଆମକୁ ସୁବିଧା ହବ। ଶୁଣିଲୁ କିଲ, ତାଙ୍କ ଘରେ ଝଗଡା ହଉଥିଲା, ଥାଳି ଫିଙ୍ଗା ଗଲା, ହଁ, ଆଉ ଗୋଟେ ଠାଇକିନା ସାଉଣ୍ଡ ଶୁଣିଲା, ମୁଁ ଜାଣିପାରୁନି ଚାପଡା ମାରିଲେ କି କଣ ମାରିଲେ, ମତେ କିଛି ଜଣା ନାହିଁ। ଅନ୍ୟ ବିଷୟରେ ଆମର କଣ ଥିବ, ଚର୍ଚ୍ଚା ଥିବ ଆମର। ଦେଖନ୍ତୁ, ସେ କଥାରେ ଅଛି କି ନାହିଁ, ଏଇ ଯୋଉ ଚାଲୁଣି ଛୁଞ୍ଚିକୁ କହୁଛି ଯେ ତୋର ଗୋଟେ କଣା ଅଛି ବୋଲା, ସେଇଟା ହେଲା କଥା। ଆମର ତ ଅନେକ ଅନେକ କଣା ଥିବ ଚାଲୁଣିର, ସେ ଛୁଞ୍ଚି ତୋର ଗୋଟେ କଣା ଅଛି, ମାନେ ଦେଖିଲା ବେଳେ ଆର ଅନେକ ଥିବ। ପ୍ରିୟମାନେ, ପରମେଶ୍ୱର ଆମକୁ କହୁଛନ୍ତି ସବୁଠୁ ବଡ ପରୀକ୍ଷା କଣ? ମୁଁ କେମିତି ଅଛି, ମୋ ପରିବାର କେମିତି ଅଛି, ମୋର ମଣ୍ଡଳୀ କେମିତି ଅଛି। ଆଜି ଅନ୍ୟର ବିଷୟରେ ମୁଣ୍ଡ ଖେଳେଇବାର ଲୋକମାନେ, ପିତରଙ୍କୁ ଯୀଶୁ କହିଲେ ଯେ ତୁମେ ଏମିତି ମରିବ ବୋଲେ, ପିତର କହିବା କଥା ହଉ ପ୍ରଭୁ ଧନ୍ୟବାଦ। ମାତ୍ର ପିତର କଣ କହୁଛନ୍ତି, ଜହନ କେମିତି ମରିବ, ଜହନଙ୍କ ବିଷୟରେ ମତେ କୁହନ୍ତୁ। ଯୀଶୁ କହିଲେ ପାଟି ବନ୍ଦ କର, ତୋର କଥା ତୁଇ ଦେଖେ, ତୁ ଲୋକର ବିଷୟରେ କାହିଁକି ମୁଣ୍ଡ ଖେଳେଇବା ପାଇଁ ଯାଉଛୁ। ଆମେ ନିଜର ବିଚାର କରିବା। ଆମେ ଯୋଉ ବଡ ପରୀକ୍ଷା କଣ, ଆମେ ଠିକରେ ଅଛୁ କି ନାହିଁ, ଆମର ଜୀବନ ଠିକ ଅଛି କି ନାହିଁ, ସେଇଟା ଆମେ ଦେଖିବାର ଆବଶ୍ୟକ ରହିଛି। ସେଥିପାଇଁ ପ୍ରଭୁ କହୁଛି ଅନ୍ୟର ବିଚାର ତୁମେ କର ନାହିଁ। କାହିଁକି କର ନାହିଁ ସେ ଆମକୁ କହୁଛନ୍ତି, ଲେଖାଯାଏ 3 ପଦରେ, ଆଉ କାହିଁକି ତୁମ ଭାଇର ଆଖିରେ ଥିବା କୁଟାଟିକ ଦେଖୁଅଛ। ଦେଖ, ତାଙ୍କର ଭାଇର ଆଖିରେ ଗୋଟେ କୁଟା ନାଇଁ, କୁଟା ମାନେ କଣ, ଗୋଟେ ଛୋଟିଆ ଧୂଳି କଣା ପରି ଗୋଟେ ଜିନିଷ ତାଙ୍କ ଭାଇର ଆଖିରେ ଲାଗିଛି।
ମାତ୍ର ଆର ଆଖିରେ କଣ ଲାଗିଛି ଦେଖନ୍ତୁ, ତୁମ୍ଭ ନିଜ ଆଖିରେ ଯେଉଁ କୋଡି କାଠ ଅଛି ତାହା ଭାବି ଦେଖୁନାହ। ଭାଇର ଆଖିରେ କଣ ଅଛି? କୁଟା ଅଛି। ଆ ଆଖିରେ କଣ ଅଛି? କୋଡି କାଠ ଅଛି। କୋଡି କାଠ ମାନେ କଣ? ଟିକେ ଭାବି ଦେଖନ୍ତୁ, କୁଟା ବଡ ନା କୋଡି କାଠ ବଡ? ଆର ଆଖିରେ କୋଡି କାଠ ପଶି ଯାଇଛି ବୋଲେ ଆର ଜୀବନରେ ଏତେ ପ୍ରକାର ମହିଳା। ଆମର ଜଣେ ପାଳକ ଥିଲେ, ସେ କହୁଥିଲେ ଆମ ଘରେ ଆମ ଘରେ ମାଛି ଭର୍ତ୍ତି ହେଇକିନା ଅଛି। ଆମେ ଲୋକ ଘରର ମାଛି ଯା ମାଛି ଯା ମାଛି ଯା ଆମେ ଭୋଳିଲା ପରି ଆମର ସିଷ୍ଟମ ଗୁଡିକ ଥାଏ ଅନେକ ସମୟରେ। ଏଇଟା ମନୁଷ୍ୟର ଗୋଟେ ସାଧାରଣ ସ୍ୱଭାବ। ପ୍ରିୟମାନେ, ଆମେ ନିଜକୁ ଆମେ ଟିକେ ପରୀକ୍ଷା କରିବା। ଆମେ ବେଳେ ବେଳେ ଆମେ ଜୁମ ରେ ବସିକିନା ଦେଖୁ, ସେ ଆସୁନାହିଁ, ସେ ଆସିଲେ ବି ଭିଡିଓ ଖୋଲୁନାହିଁ। ଆସିକିନା ଲାଭ କଣ? ତୁମେ ଆସିଛ, ତୁମର କଥା ତୁମେ ଦେଖ। ଆମେ ବସିକିନା ମୋବାଇଲ ଟାକୁ ଧରିକିନା ଏମିତି ସ୍କ୍ରୋଲ କରି କରି କିଏ ଆଇଲେ, ସିଏ ଆଇଲା କି ନାହିଁ, ଇଏ ଆଇଲା କି ନାହିଁ, ଏ ସବୁ ଡ୍ରାମା ଆମକୁ କରିବାର ନାହିଁ। କିଏ ଆସନ୍ତୁ ନ ଆସନ୍ତୁ, ମୁଁ ବେଳେ ବେଳେ ଦେଖେ, କାହିଁକିନା ମୋର ପିସିରେ ଅଛି, ଯୋଉମାନଙ୍କର ଭିଡିଓଟା ଖୋଲା ଥିବ ସେମାନେ ମେସେଜ ଶୁଣୁ ନଥିବେ, ଏମିତି କରିଥିବେ। ଓହୋ, ଠିକ ଅଛି, ଚିରନ୍ତନ ଭାଇ ଆସିଛନ୍ତି, ହଁ ହଁ, ସୁଲେଖା ଦିଦି ଆସିଛନ୍ତି, ସତ୍ସଙ୍ଗ ନାୟକ ଆଜ୍ଞା ଆସିଛନ୍ତି, ଓ ସେ ଆସିନାହିଁ, ଓକେ ଓକେ, ସେ ଆସିନାହିଁ। ଆମର ସେଇ ସବୁ ଷ୍ଟୋରି ଗୁଡିକ ଚାଲିଥିବ। ଏଇଟା ମୁଁ ହାତରୁ ମିଶେଇ କହୁନାହିଁ, ଏଇଟା ଚାଲିଥିବ ଆଜ୍ଞା। ସେଟା ଜଏନ କରୁ କରୁ କିଏ ଜଏନ କରୁଛ, ଆରେ ତୁମେ ଜଏନ କଲ, ତୁମ କଥା ତୁମେ ଦେଖ। କିଏ ଜଏନ କଲେ ନ କଲେ ସେଟା ଆମର ଯାଏ ଆସା ନାହିଁ, ଆମର କିଛି ଗରମ ନାହିଁ। ଯିଏ ଆସିଲା ସେ ଆଶୀର୍ବାଦ ପାଇଲା, ସେ ନିଜ ଜୀବନକୁ ଗଠନ କଲା। ଯିଏ ଆସିଲା ନାହିଁ ତା କଥା ସେ ବୁଝିବ। ସେବେ ଆମର ଦାୟିତ୍ୱ, କିଏ ଆସନ୍ତୁ ନ ଆସନ୍ତୁ, ଆମେ କଣ କରିବାର ଅଛି? ନିଜର ବିଷୟ ଦେଖିବାର ଅଛି, ନିଜର ପରୀକ୍ଷା କରିବାର ଅଛି। ଏଇଟା ବାଇବଲ ଆମମାନଙ୍କୁ ଶିଖାଏ। ଆମେ ଅନେକ ସମୟରେ ଅନ୍ୟର ପରୀକ୍ଷା କରୁ। ଆମେ ଦେଖିଲା ବେଳେ ଅନ୍ୟଙ୍କ ଜୀବନରେ ଗୋଟେ ଛୋଟିଆ ଭୁଲ ଥିବ, ଟଙ୍କାଟିର ଭୁଲ ଥିବ, ଆମ ପାଖରେ 100 ଟଙ୍କାର ଭୁଲ ଥିବ, ମାତ୍ର ଆମେ କଣ କରୁଛୁ? ସେ ସେମିତି, ସେ ସେମିତି, ତାର ସେମିତି, ଅମୁକ ସେମିତି। ସେଥିପାଇଁ ପ୍ରଭୁ କହୁଛନ୍ତି, ତୋର ଭାଇର ଆଖିର କୁଟାଟିକୁ ତ ଦେଖା ଯାଉଛି, ମତେ ତୋ ଆଖି ଭିତରେ କୋଡି କାଠ ପଶି ଯାଇଛି। ଅନେକ ସମୟରେ ପୁଲପିଟରେ ଠିଆ ହେଇ ଅନ୍ୟମାନଙ୍କୁ ଗାଳି କରିବା, ଅନ୍ୟମାନଙ୍କୁ ତାଗିଦ କରିବା ଥିବ, ମାତ୍ର ସେଇ ସମାନଟା ଆମ ଘରେ, ଆମ ପରିବାରରେ, ଆମ ଜୀବନରେ ଚାଲିଥିବ। ଫିଲ୍ମ ଦେଖିବା ନାହିଁ କହୁଥିବେ, ଏମାନେ ମସ୍ତ କି ପୁଷ୍ପା 2 ଦେଖୁଥିବେ। ଏମାନେ କହୁଥିବେ ନାଇଁ ମୁଁ ଟିଭି ଏତେ ଦେଖେ ନାହିଁ, ବୋଲା ମସ୍ତ କି କ୍ରିକେଟ ୱାର୍ଲଡ କପ୍ ଭଲ ଭାବରେ ବସିକି ଦେଖୁଥିବେ। ବଲ୍ ଟୁ ବଲ୍ ସେମାନଙ୍କର ଖବର ଥିବ ସେମାନେ। ପ୍ରିୟମାନେ, ଏଇଟା ହଉଛି ପ୍ରୋବ୍ଲେମ। ଅନ୍ୟକୁ କହିବା ଆଗରୁ ନିଜ ଜୀବନକୁ ଟିକେ ସୁଧାର, ଏଟା ପ୍ରଭୁ କହୁଛନ୍ତି। ଅନ୍ୟର ବିଚାର କରୁନାହିଁ ବୋଲି ମୁଁ କହୁନାହିଁ, ମାତ୍ର ତୁମ ଆଖିରେ ଯୋଉ କଡି କାଠ ଅଛି ସେଇଟାକୁ ତୁମେ ଟିକେ ଦେଖ। ତା ପଛେ କଣ କହୁଛନ୍ତି? 4 ପଦ, ଅଥବା ତୁମ୍ଭେ କିପରି ଆପଣା ଭାଇକୁ କହିବ, ଆସ ତୁମ୍ଭ ଆଖିରୁ କୁଟାଟିକ ବାହାର କରିଦିଏ, ଆଉ ଦେଖ ତୁମ୍ଭ ଆଖିରେ କଡି କାଠ ଅଛି। ଯା ଆଖିରେ କଡି କାଠ ଅଛି ସେ ତାର ଭାଇକୁ କହୁଛି, ତୋ ଆଖିରେ କୁଟା ଲାଗିଛି, ମୁଁ ସଫା କରିଦେବି, ମୁଁ ଠିକ କରିଦେବି। ମାତ୍ର ଦେଖିଲା ବେଳେ ତା ନିଜ ଆଖିରେ କଡି କାଠ ଲାଗିଛି। ସେଥିପାଇଁ ପ୍ରଭୁ ତାଙ୍କୁ କହିଲେ, ବଢିଆ ସୁନ୍ଦର ନାଁ ଗୋଟେ ତାଙ୍କୁ ଦଉଛନ୍ତି 5 ପଦରେ, ରେ କପଟି। ହଁ, ଏମିତି ଲୋକ ଆଙ୍କ ନାଁ କଣ? ହଁ, ଯଦି କୁହ ନିର୍ମଳ କପଟି, ଏ ବାପା, କାଲିଠୁ ଆଉ ଜୁମ୍ ଆଗା ଆସିବେ ନାହିଁ ଆପଣଙ୍କର, ମତେ କପଟି ବୋଲି ଯଦି କହିଦେବେ। ଯଦି କାହାକୁ ଏଠି କପଟି ବୋଲି କହିଦେବେ ତାର କବାଟ ବନ୍ଦ ହେଇଯିବ ତାର, ଆଉ ସିଏ ଦେଖାଯିବ ନାହିଁ। ପ୍ରିୟମାନେ, ତାଙ୍କ ନାଁ ଦିଆଯାଉଛି। ଏଇଟା ଯୀଶୁ ଖ୍ରୀଷ୍ଟ ଏତେ ପ୍ରେମିକ ପରମେଶ୍ୱର, ସେ ଏଇ ସ୍ଥାନରେ ଯୋଉ ଭାଷା ଏଟା ସେ ବ୍ୟବହାର କରୁଛନ୍ତି, ବହୁତ ଷ୍ଟ୍ରଙ୍ଗ ଭାଷାଟା। ରେ କପଟି ଆଗେ, ଏଟାକୁ ସବୁବେଳେ ଅଣ୍ଡରଲାଇନ କର। ପ୍ରଥମ ବିଷୟଟା, ପ୍ରଥମ ବିଷୟକୁ ପ୍ରଥମେ ରଖ। ରେ କପଟି ଆଗେ
ଆପଣା ଆଖିରୁ କଡ଼ି କାଠ ବାହାର କରି ପକା ହେଲା। ଫାର୍ଷ୍ଟ କାମ କଣ? ନିଜର ବିଚାର କର, ନିଜକୁ ସୁଧରାଅ, ନିଜକୁ ଠିକ କର। ଦିନେ ଗୋଟିଏ ମା ବାପା, ତାଙ୍କର ବହୁତ ସୁନ୍ଦର ପୁଅଟା ଥିଲେ, ଆଉ ସେ ପୁଅ ବହୁତ ଗୁଡ ଖାଇବାକୁ ତାଙ୍କୁ ବହୁତ ପସନ୍ଦ। ଘରେ ବାପା ଗୁଡ ଆଣି ରଖିଥିବେ, ସେ ଆରାମସେ ଟୁଡୁମ 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 କରି ସେ ଗୁଡ ଖାଇ ଦଉଥିବ। ସେ ବେଶୀ ଗୁଡ ଖାଇବାଟା ଦେହ ପାଇଁ ଭଲ ନାହିଁ। ହେଲେ ତାକୁ କେତେ ବୁଝେଇଲେ, ପୁଅରେ ଗୁଡ ଖାନା, ଭଲ ନାହିଁ, ଖାନା ବୋଲି କହିଥିବେ। ଆଜି ଏଇ ଡବା ଲୁଚେଇଥିବେ, କାଲି ସେ ଡବା, ଯୋଉଠି ଲୁଚେଇଲେ ମତେ କାଢି ଖାଉଥିବ ଆକାଶେ। ଲାଷ୍ଟକୁ ସେମାନେ କଣ କଲେ, ଏଇ ଯୋଉ ପୁଅଟା ଇଏ ମହାତ୍ମା ଗାନ୍ଧୀଙ୍କ କଥାକୁ ବହୁତ ମାନେ, ସେଥିପାଇଁ ଗାନ୍ଧୀଜୀଙ୍କ ପାଖକୁ ଆଙ୍କୁ ନେଇଯିବା, ଆଉ ସେ ଯେତେବେଳେ ଆଙ୍କୁ କହିଦେବେ ଗୁଡ ଖାନା ବୋଲି କହିଲେ ଇଏ ଛାଡିଦେବ। ସେଥିପାଇଁ ମା ବାପା ପୁଅକୁ ଧରିଲେ, ଆଉ ଗାନ୍ଧୀଜୀଙ୍କ ପାଖକୁ ଗଲେ, ଆଉ କହିଲେ, ଆଜ୍ଞା ଆପଣ ଟିକେ ଆମର ପୁଅକୁ କହିଦିଅନ୍ତୁ ଆଜ୍ଞା, ସେ ବହୁତ ଗୁଡ ଖାଉଛି, ଆଉ ସେ ଗୁଡ ଖାଇବାଟା ଛାଡୁ, ଆପଣ କହିଲେ ସେ କଥା ମାନିବ। ବୋଲେ ହଉ ଠିକ ଅଛି, ମୁଁ କହିବି, ଆପଣ 7 ଦିନ ପରେ ଆସନ୍ତୁ ବୋଲି ତାଙ୍କୁ କହିଲେ। ତା ପଛେ 7 ଦିନ ବିତିଗଲା ପରେ ଆଉ ଥରେ ଗଲା ପରେ ମହାତ୍ମା ଗାନ୍ଧୀ ସେ ପୁଅକୁ କହିଲେ, ପୁଅରେ ତୁ ଗୁଡ ଖାନା, ଗୁଡ ବେଶୀ ଖାଇବାଟା ଦେହ ପାଇଁ ଭଲ ନାହିଁ, ଗୁଡ ଖାଇବାଟା ଛାଡିଦେ। ସେତେବେଳେ ସେ ପିଲା ଗୁଡ ଛାଡିଦେଲା। ତା ପଛେ ମା ବାପା ଆସି ପଚାରିଲେ, ଆଜ୍ଞା ସେଦିନ ତ ଆମକୁ କହିଦେଇଥିଲେ ଆମ ପୁଅ ଛାଡି ଦେଇଥାନ୍ତା, 7 ଦିନ ପରେ କାହିଁକି ତୁମେ ଡାକିକିନା ତୁମେ କହୁଛ? ସେ ମହାତ୍ମା ଗାନ୍ଧୀ କଣ କହିଲେ, ମୁଁ ମଧ୍ୟ ଗୁଡ ଖାଉଥିଲି, ମୁଁ ମଧ୍ୟ ଗୁଡ ଖାଉଥିଲି, ଆରେ ମୁଁ ଗୁଡ ଖାଇବାଟା ନ ଛାଡି ତାକୁ ଗୁଡ ଛାଡେ ବୋଲି କହିବାଟା ତ କପଟି ହେଇଯିବ। ସେଥିପାଇଁ 7 ଦିନ ଭିତରେ ମୁଁ ଗୁଡ ଖାଇବାଟା ଛାଡିଲି, ତା ପଛେ ଗୁଡ ଖାନା ବୋଲିକିନା ପୁଅକୁ ମୁଁ କହିଲି। ମାନେ ଫାର୍ଷ୍ଟ ସବୁଠୁ ବଡ ପରୀକ୍ଷା କଣ? ନିଜକୁ ପରୀକ୍ଷା କରିବା, ନିଜ ଜୀବନକୁ ପରୀକ୍ଷା କରିବା, ଏଇଟା ହେଲା ସବୁଠୁ ବଡ ପରୀକ୍ଷା। ଆଉ ଏଇ ପରୀକ୍ଷାରେ ଆମେ ପାସ୍ ହେବାର ଆବଶ୍ୟକ ରହିଛି। ଏଥିପାଇଁ କହୁଛନ୍ତି, ପ୍ରଥମରେ ତୁମେ କଣ କର, ନିଜ ଆଖିରେ ଥିବା କଡ଼ି କାଠ, ନିଜର ଦୁର୍ବଳତା, ନିଜର ଭୁଲ, ନିଜର ସର୍ଟସ କମିଂ ଗୁଡିକକୁ ତୁମେ ଜାଣ, ଆଉ ସେଥିରୁ ତୁମେ ବାହାର। ତାପରେ ତୁମେ ଅନ୍ୟକୁ ଶିକ୍ଷା ଦେବ, ଆଉ ଅନ୍ୟକୁ ସେଠୁ ଉଦ୍ଧାର କରିବ, ଅନ୍ୟକୁ ବାହାର କରିବ। ଏଇଟା ପ୍ରଭୁଙ୍କର ଇଚ୍ଛା, ପ୍ରିୟମାନେ। ସେଥିପାଇଁ ଆମେ ପ୍ରଥମର ଯୋଉ ବଡ ପରୀକ୍ଷା କଣ? ନିଜକୁ ପରୀକ୍ଷା କରିବାଟା। ଆମର ଜୀବନ କେମିତି ଅଛି ଦେଖନ୍ତୁ। ଯୀଶୁଖ୍ରୀଷ୍ଟ ମନ୍ଦିରରେ ଶିକ୍ଷା ଦଉଥିବା ସମୟରେ କିଛି ମୁଷ୍ଟିମୟ ଲୋକ ଗୋଟେ ବ୍ୟଭିଚାରିଣୀ କାମ କରୁଥିବା ଗୋଟେ ସ୍ତ୍ରୀ ଲୋକକୁ ଧରିକିନା ଯୀଶୁଙ୍କ ପାଖକୁ ଧରି ପଳେଇ ଆସିଛନ୍ତି, ଆଉ ସମସ୍ତଙ୍କ ହାତରେ ପଥର ଅଛି, ଆଉ ସମସ୍ତେ ଯୀଶୁଙ୍କୁ କହୁଛନ୍ତି, ମଶା ଲେଖିଛନ୍ତି ବ୍ୟବସ୍ଥାରେ ଯେ ଯୋଉମାନେ ଏଇ ପ୍ରକାର ଦୁଷ୍କର୍ମ କରନ୍ତି, ସେ ପ୍ରକାର ଲୋକଙ୍କୁ ପଥର ପକେଇ ମାରିବା ପାଇଁ ମଶା ଆଜ୍ଞା ଦେଇଛନ୍ତି, ଆପଣ କଣ କହୁଛନ୍ତି? ଏଇ ପ୍ରକାର ସେମାନେ କହିଲେ। ଯୀଶୁ କିଛି କହିଲେ ନାହିଁ, ନୀରବ ରହିଲେ, କିଛି କହିନାହାନ୍ତି। ଧୂଳିରେ କଣ ଲେଖିବାକୁ ଷ୍ଟାର୍ଟ କଲେ। ତା ପଛେ ଆଉ ଥରେ କହିଲେ, ମଶା କଣ କହିଛନ୍ତି, ତୁମେ କଣ କହୁଛ? ଯୀଶୁଖ୍ରୀଷ୍ଟ ପଥର ମାର କହିଲେ ନା ମାର ନାହିଁ ବୋଲି କହିଲେ? କିଏ କହିବେ? ଲୋକମାନଙ୍କ ମଧ୍ୟରେ ଯିଏ ନିଷ୍ପାପ ସେ ପ୍ରଥମରେ ପଥର ପକାଉ କହିଲେ। ଓକେ, ମାର କହିଲେ କି ମାର ନାହିଁ କହିଲେ? ମାର ନାହିଁ, ମାର କହିଲେ, ମାର ମାର କହିଲେ। କିନ୍ତୁ ତାର ସର୍ତ୍ତ ଲାଗିଲା ଆଉ। ହଁ, ସେ ମନା କଲେ, ନାଇଁ ନାଇଁ ନାଇଁ, ଯୋଉମାନେ ବ୍ୟଭିଚାର କାମ କରୁଛନ୍ତି ଛାଡି ଦିଅ, ମାରାମାରି କର ନାହିଁ, ସେ କହିନାହାନ୍ତି ସେମିତି। ସେ କହିଲେ, ତୁମମାନଙ୍କ ମଧ୍ୟରେ ଯିଏ ଏମିତି ଭୁଲ କାମ କରିନାହିଁ, ନିଷ୍ପାପ ଅଛି, ସେ ପ୍ରଥମରେ ପଥର ମାରୁ। ସେ ଲେଖାଯାଏ, ସାନ ଠାରୁ ବଡ ପର୍ଯ୍ୟନ୍ତ ନାହିଁ, ବଡ ଠାରୁ ସାନ ପର୍ଯ୍ୟନ୍ତ ସବୁ ପଥର ଫିଙ୍ଗିଦେଲେ ଆଉ ଚାଲିଗଲେ। କାହିଁକି? ଏମାନେ ଅନ୍ୟର ବିଚାର କରିବା ପାଇଁ ଯାଉଛନ୍ତି, ନିଜର ବିଚାର କରିନାହାନ୍ତି। ସେଦିନ ସମସ୍ତେ ଚାଲିଗଲେ। ଯୀଶୁ ପଚାରିଲେ, ହେ ନାରୀ, ସମସ୍ତେ କଣ ପଳେଇଲେ କି? ଆକ୍ଚୁଆଲି ସେଇ ସ୍ଥାନରେ କେହି ଯିବା କଥା ନଥିଲା। ସମସ୍ତଙ୍କର ପାପ ଜଣା ପଡିଲା, ଯୀଶୁଙ୍କର ପାଦ ତଳେ ପଡି
से यीशु को क्षमा मागिबा कथा निज जीवन को सुधारबा कथा मात्र सेमान निज सुधारले नहीं समस्ते पळेले निज पाप को जाड़िकिना मात्र सेई स्त्री लोक यीशु को पाद तले आसिले बसिले प्रभु तांको कहले आजी ठारू तो कहूची आजी ठारू आ ए प्रकार काम करना छाड़े आउ से स्थान रे पाप क्षमा पाई नुआ जीवन प्राप्त ही से कौन कले से पळेई गले प्रिय माने निजर परीक्षा करबाटा से माने निज जीवन रे अनेक भूल थिला मात्र अन्य को पत्थर पकई मारिबा पाई से माने प्रस्तुत थिले प्रभु से मानकु दर्पण देखाई देले देखे तो आखिरे कोड़ी काठ अछि तू कौन अन्य को पत्थर मारुछु प्रिय माने जेबे मंडली रे एही रूल रेगुलेशन को फॉलो करा जिवो मंडली भितरे एही वाक्य को ध्यान दिया जिवो किए का विरुद्ध रे कहिबे नहीं किए कार बचसा करिबे नहीं कारण आमे केही मध्ये आमे ठीक ना हो आमे आम जीवन रे अनेक दुर्बलता गुडी रही अछि एही दुर्बलता सत्ते आमे अन्य मानक मध्ये आमे विचार करता प्रिय माने गोटे भिखारी आ गोटे भिखारी कहला परी मु बड़ भिखारी तू बड़ सान भिखारी से टाइप रो परिस्थिति गुडी प्रभु आमान को अनुग्रह करंतु आमे जो बड़ परीक्षा सबुठु बड़ परीक्षा कौन निज को परीक्षा करिबा आमे केमिति अछु आमर जीवन केमिति अछि विश्वास रे अछु कि नहीं प्रभु रे अछु कि नहीं पवित्र जीवन यापन करूछु कि नहीं प्रभुंकर से संकीर्ण मार्ग रे आमे चालुछु कि नहीं एटा आमे निजको आमे टिके विचार करिबा या परे आमे अन्य को मध्य आमे शिक्षा दे परिबा अन्यर आदर्श मध्य आमे ही परिबा प्रभु आमान को सहाय्य करंतु जेमिति कि आमे ए शेष दिन मानकर जो वास करूछु निज को टिके आमे परीक्षा करिबा एटा होची सबुठु बड़ परीक्षा अन्य को तो आमे अनेक थर आमे परीक्षा करिथाउ मु मोर स्वामी को परीक्षा करिबी स्त्री को परीक्षा करिबी एथाए बहुत प्रकार भाव रे आसंतु आपण को आ गोटे वाक्य मु देखेबा पई चाहे मो सहित आपण माने फिटेइबे प्रथम करन्त्य 11 अध्याय प्रथम करन्त्य 11 अध्याय रो आमाने 28 पदरु पढ़िबा आमे किंतु मनुष्य आपना को परीक्षा करू जितेबेले आमे प्रभु भोज रो मेजरे आमे बसुचु सेही समय रे एही वाक्य को आमे बारंबार पढुचु तुम साइड रे थिबा लोक पान खाउची पुड़िया खाउची से प्रभु रे अछि कि प्रभु रे नाही केमती जीवन यापन करूची सेटा देखिबा पाए प्रभु कहि ना प्रभु कौन कहले मनुष्य आपना को परीक्षा करू निज को परीक्षा करू एरा होची हमरो सबुठु बड़ परीक्षा अन्य को तो हम अनेक समय परीक्षा करि थाउ आमे बाछि थाउ आमे मात्र जदि आमे निज को परीक्षा करिबा देखा जाउची मनुष्य आपना को परीक्षा करू आउ सही परि भाबे एही रोटी भोजन करू और एही पात्र रूपान करू प्रिय माने प्रभु भोज नेबा पूर्वरु परमेश्वर पुनर्बार से आमको कहउछंती सबुठु बड़ परीक्षा कौन निज को परीक्षा करबा आपना को परीक्षा करबा अनेक समय रे स्वामी स्त्री परीक्षा करुथिबे स्त्री स्वामी परीक्षा करुथिबे आमे निजर परीक्षा आमे करिबार आवश्यक रही अछि 29 पद कारण जे प्रभुंक शरीर को विशेष न मणि भोजन करे और पान करे से अपना दंड निमंते भोजन करे और पान करे ठीक भावंतु टिके प्रभु भोज एते पवित्र विधि प्रभु भोज रो आशीर्वाद असंख्य मात्र आज अनेक लोक प्रभु भोज खाई दंड पाउछंती अभिशाप पाउछंती कहीं प्रकार होची आम चर्च रे अनेक जन अछंती जो माने प्रभु भोज खाइबा पाई योग्य नहंती मु निजे जानी हेले मध्य तो प्रभु भोज खाओ नहीं बोली क्या मना करिवार मोर अधिकार नहीं मनुष्य निजे परीक्षा करिवार अछि जे मु एमती जीवन यापन करिकिना केमती प्रभुंकर मेजर अंशी होची ए रोटी केमती भांगी दोची प्रिय माने समस्त को लुचे हेबो प्रभु को लुचे हेबो नहीं प्रभु सबु जानंती जितेबाला रोटी छिंडे कि पाट्रे पशौचु द्राक्षारस आम पाट्रे दौचु आम से द्राक्षारस अनेक जीवन में आशीर्वाद आणुची अनेक जीवन अभिशाप पलि आसुची दंड आसुची
विभिन्न प्रकार अभिशाप गुड़िक आसूची कहीं आसूची सेमती कारण से आपड़ा को परीक्षा करना ख्रिस्टियान जीवन निजको परीक्षा करिबार एटा होची बड़ परीक्षा सब बड़ परीक्षा कौन आपड़ा को परीक्षा करिबा मु केमती अछि मो प्रभु को बाटर अछि कि नहीं प्रभु को सहित चालुछि कि नहीं मोर संपर्क प्रभु को सहित केमती रहिछि मोर स्वामी को सहित केमती मो सासु को सहित केमती एटा होची मनुष्यर सबुठारु बड़ परीक्षा एई परीक्षा रे अनेक जन फेल ही जाइछन्ति सेति पई से माने दंड पाउछन्ति लिखा जाए ए हेतु निजको परीक्षा न करिबा हेतु निजको परीक्षा न करी प्रभु नेबा हेतु तुम्भ मानक मध्यरे अनेक दुर्बल पीड़ित पुणी अनेक महानिद्रा प्राप्त अटंती किंतु जदि आम्भे माने आपना आपनार विचार करंतु तेबे विचारित हेउ न थांतु केते सुंदर आउ केते स्पष्ट भाव रे प्रभु आमको से वाक्य सहित कथबार्ता होउछन प्रिय प्रभु को लोक माने जदि आम निजे निजर विचार आम कर दी थांतु मो जीवन रे एटा एमती अछि सेटा सेमती अछि मते सुधीरबार अछि मते आउर ठीक हेबार अछि मो पार्टी चुगली करिबारे एक नंबर मोर आखि मोबाइल देखिबारे एक नंबर हाँ एटा को मते सुधरेबार अछि एटा होची प्रकृत ख्रिस्टियन से निजको करेक्शन करे निजको सुधराए एटा आम अन्य को सुधरेबारे अन्य को गठन करिबारे आम एते व्यस्त आमे निजको तैयारी करिबारे निजको संशोधन करिबारे आमे भूली जाई थाओ आमे प्रिय माने पालक प्रचारक माने से माने अन्यर परिवार को जत्न नौ नौ निज परिवार को बिगड़ाई देथिबे निजर पुओ ठीक नथिबे निजर झियो ठीक नथिबे निज परिवार रे से मानकर फैमिली प्रेयर हो नथिबो निजर पुओ झियो माने बाइबल ठीक रे पढु नथिबे मात्र अन्य मान कहउथिबे प्रतिदिन बाइबल पढिबार अछि प्रतिदिन फैमिली प्रेयर करिबार अछि सप्ताह को उपवास करिबार अछि दान दशमांश देबार अछि मा देखला से मान निजे से रूल रेगुलेशन फॉलो करू नथि प्रिय माने अन्य को सजाड़ी सजाड़ी आबे निजे आमे बिगड़ी जाउछु आमे निजे सजाड़ी हेबा अन्य को सजाड़बा निजे प्रस्तुत हेबा अन्य को प्रस्तुत करिबा या बाइबल आमान को कहे प्रभु आमान को सहाय्य करंतु जे प्रकार की ए बड़ परीक्षा कौन बड़ परीक्षा सेटा बड़ परीक्षा या अटे जे निजो को परीक्षा करिबा आमे केमती अछु मोर जीवन केमती अछि जे निजो को आमे टिके परीक्षा जदि आमे करि देबु ताहाले आमको आउ के तागिद करिबा दरकार नै आमको आउ किए करेक्शन करिबा दरकार नै आम निजे 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 निजो को आमे करेक्शन करी करी कि आमे पळाई जिवो आमे जे माने एमिति जीवन रहिबार अछि दिने गोटे प्रभु दास से 40 डेज फास्टिंग करिथिले 40 डे फास्टिंग कला परे बहुत पावरफुल हे गले बहुत लोक तांका पाखो आसुथिले आउ सुस्थता पाउथिले जाउथिले सेते बेले से निज मन रे से अनुभव कले जे मो ऊपर जो अभिषेक अछि से अभिषेक अछि कि ठीक अभिषेक नहीं सेति पाई मु प्रभु को दास एम सामुल को मु मोर टिके चेकअप करेबी से प्रभु को दास एम सामुल को डाकले आउ तांको सहित मिसिले आज्ञा मु 40 डे फास्टिंग करिथिली आउ 40 डे फास्टिंग परे अनेक मिराकल्स होछि अनेक लोक आसुचंती सुस्थता पाउचंती भयंकर मते दान देकिना जाउचंती आउ एते सब बढ़िया चलीछि आज्ञा ए सब विषय गुडी घटुछि हेले से पचारले एते भलो चलीछि आश्चर्य कर्म होछि लोक माने आसुचंती दान दउचंती जाउचंती हेले प्रॉब्लम कोन रहिला मते कोन बाय डाकलो आज्ञा मो पाखे जो स्पिरिट टा अछि टिके चेक करंतु कारण जेतिकी लोक मो पाखु आसुचंती केही मध्य निजर आत्मिक जीवन रो अभिवृद्धि निमंते आसुनाहांती समस्ते निजर शारीरिक आवश्यकता गुड़िक पूर्ण हेबा निमंते रोग सुस्थ हेबा निमंते चाकरी मिलबा निमंते छुआ हेबा निमंते बाहागर हेबा निमंते कोर्ट केस जितिबा निमंते एही सब विषय ही लोक माने आमो पाखु आसुचंती मात्र परित्राण पाइबे पाप क्षमा पाइबे एमती के आसुनाहांती
ସେତେବେଳେ ଏମ୍ ସାମୁଏଲ ପ୍ରାର୍ଥନା କଲେ ଆଉ ତାଙ୍କୁ କହିଲେ, ତୁମେ ଯେତେବେଳେ ଉପବାସ ପ୍ରାର୍ଥନା ରଖିଲ ସେଇ ସମୟରେ ତୁମ ମନ ଭିତରେ ଗୋଟେ ଏଇ ପ୍ରକାର ଇଚ୍ଛା ଥିଲା ଯେମିତି କି ମୁଁ ଟିକେ ଆହୁରି ଚମକି ଯିବି, ଆହୁରି ଟିକେ ଗ୍ଲୋ ହେବି, ମୋ ନାଁ ଟିକେ ଉପରକୁ ଯିବ, ଆଉ ମୁଁ ଟିକେ ଆଉ ଅଧିକ ଫେମସ ହେଇଯିବି। ଏଇ ପ୍ରକାର ତୁମର ମନୋଭାବ ଥିଲା, ସେଥିପାଇଁ ସେଇ ପ୍ରକାର ଅଭିଷେକ ତୁମକୁ କରାଯାଇଛି। ତୁମେ ନିଜେ ଗ୍ଲୋରିଫାଇ ହଉଛ, ତୁମ ନାମ ବଡ ହଉଛ। ସେତେବେଳେ ସେ ଆଣ୍ଠେଇକିନା କହିଲେ, ଆଜ୍ଞା ମତେ ଏ ଆତ୍ମା ଦରକାର ନାହିଁ, ମତେ ଏ ଅଭିଷେକ ଦରକାର ନାହିଁ, ମତେ ଏ ସ୍ପିରିଟ ରୁ ତୁମେ ମୁକ୍ତ କର। ସେତେବେଳେ ଏମ୍ ସାମୁଏଲ ତାଙ୍କ ମୁଣ୍ଡ ଉପରେ ହାତ ରଖିଲେ ଆଉ ତାଙ୍କୁ ପ୍ରାର୍ଥନା କଲେ, ଆଉ ସେଇ ସ୍ପିରିଟ ରୁ ସେ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହେଇଗଲେ। ପ୍ରିୟ ମାନେ, ଆମେ ନିଜେ ନିଜକୁ ଆମେ ପରୀକ୍ଷା କରିବାର ଆବଶ୍ୟକ ରହିଛି। ଆମେ ବିଶ୍ୱାସରେ ଅଛୁ କି ବିଶ୍ୱାସରେ ନାହୁଁ, ପବିତ୍ରତାରେ ଅଛୁ କି ପବିତ୍ରତାରେ ନାହୁଁ, ସଂକୀର୍ଣ୍ଣ ମାର୍ଗରେ ଅଛୁ କି ସଂକୀର୍ଣ୍ଣ ମାର୍ଗରେ ନାହୁଁ, ଆମେ ଆଗମନ ନିମନ୍ତେ ପ୍ରସ୍ତୁତ ହଉଛୁ କି ପ୍ରସ୍ତୁତ ହେଉନୁ। ଏଇଟା ହଉଛି ଆମମାନଙ୍କର ଦାୟିତ୍ୱ। ଯଦି ଆମେ ନିଜେ ନିଜକୁ ପରୀକ୍ଷା କରିବା, ତାହେଲେ ଆମେ କୌଣସି ପ୍ରକାର ଭାବରେ ବିଚାରିତ ଆମକୁ ହେବାକୁ ପଡିବ ନାହିଁ। ଦେଖନ୍ତୁ ଏଇ ସ୍ଥାନରେ ଦାଉଦ ସେ କଣ ଲେଖୁଛନ୍ତି, ଗୀତ ସଂଗୀତା 139 139 ଗୀତକୁ ଆସିବେ। 139 ଗୀତରେ 23 ପଦରୁ ମୁଁ ପଢୁଛି, ହେ ସଦାପ୍ରଭୁ ମୋର ଅନୁସନ୍ଧାନ କର, ମୋ ଅନ୍ତଃକରଣର ପରିଚୟ ନିଅ, ମତେ ପରୀକ୍ଷା କର, ମୋର ସଂକଳ୍ପ ସବୁ ଜ୍ଞାତ ହୁଅ, ଆଉ ମୋ ଅନ୍ତରରେ ଦୁଷ୍ଟତାର କୌଣସି ମାର୍ଗ ଅଛି କି ନାହିଁ ଏହା ଦେଖ, ପୁଣି ଅନନ୍ତ ପଥରେ ମତେ ଗମନ କର। କି ପ୍ରାର୍ଥନା ଦେଖନ୍ତୁ, ୱଣ୍ଡରଫୁଲ ପ୍ରେୟର ସେ କରୁଛନ୍ତି। ପ୍ରଭୁ ମୁଁ ଠିକ ଅଛି କି ନାହିଁ, ମୋ ଜୀବନ ଶୈଳୀ ଠିକ ଅଛି କି ନାହିଁ, ମୁଁ ଠିକରେ ଚାଲୁଛି କି ନାହିଁ, ବାହାରକୁ ଦେଖାଯିବାକୁ ତ ମୁଁ ଠିକ ଅଛି, ମାତ୍ର ମୋର ଅନ୍ତଃକରଣରେ କୌଣସି ଦୁଷ୍ଟତାର ମାର୍ଗ ଅଛି କି ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇଟା ହଉଛି ସେ ସମୟ। ଆମର ଛୁଆମାନେ ତ ସେମାନଙ୍କର ଫାଇନାଲ ଏକ୍ସାମ ଲେଖୁଛନ୍ତି, ଆଉ ଆମର ମଧ୍ୟ ବଡ ପରୀକ୍ଷା କଣ, ନିଜକୁ ଟିକେ ଆମେ ପରୀକ୍ଷା କରିବା। ଦାଉଦଙ୍କ ପରି ଆମର ମଧ୍ୟ ପ୍ରାର୍ଥନା ରହିବାର ଅଛି, ପ୍ରଭୁ ମୋର ଜୀବନ ତୁମ ଦୃଷ୍ଟିରେ କି ପ୍ରକାର ଅଛି, ମୁଁ ଠିକ ଅଛି କି ନାହିଁ। ଏଇ ପରୀକ୍ଷା ଆମେ ପରସ୍ପର ନିଜେ ନିଜେ କରିବା। ଆମେ ଅନ୍ୟ କାହାର ପରୀକ୍ଷା କରିବାର ସମୟ ନାହିଁ। ଏବେ ନିଜର ପରୀକ୍ଷା ଆମେ ନିଜେ କରିବା। ଆମେ କାରଣ ପ୍ରଭୁ ଯେତେବେଳେ ସେ ବିଚାର କରିବେ, এই ପଦ ପଢି ଆମେ ପ୍ରାର୍ଥନା ଆମେ କରିବା ପାଇଁ ଯିବା। ପିତର ପୁସ୍ତକ, ପ୍ରଥମ ପିତର ପୁସ୍ତକ ଏହାର 4 ଅଧ୍ୟାୟରୁ ମୁଁ ପଢୁଛି, 4 ଅଧ୍ୟାୟର 17 ପଦ ଲେଖାଯାଏ, କାରଣ ଈଶ୍ୱରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବାର ସମୟ ଉପସ୍ଥିତ ହେବ। ପ୍ରିୟମାନେ, ବିଚାର କେମିତି ହେବ? ପରମେଶ୍ୱରଙ୍କର ଘର ଠାରୁ। ପରମେଶ୍ୱର ଏତେ ବଢିଆ, ପରମେଶ୍ୱର ନିଜର ମଣ୍ଡଳୀକୁ ଫାଷ୍ଟ ବିଚାର କରିବେ, ନିଜ ପରିବାରକୁ ଫାଷ୍ଟ ବିଚାର କରିବେ। ଆମର ମଧ୍ୟ ଜୀବନ ଶୈଳୀ ସେମିତି ରହିବାର ଅଛି। ନିଜକୁ ଆମେ ଟିକେ ପରୀକ୍ଷା କରିବା, ଏଇଟା ହଉଛି ବଡ ପରୀକ୍ଷା। ମୁଁ କେମିତି ଅଛି, ପ୍ରଭୁଙ୍କ ମାର୍ଗରେ ଅଛି କି ପ୍ରଭୁଙ୍କ ମାର୍ଗରେ ନାହିଁ, ଏଇଟା ଆମେ ନିଜେ ଆମେ ଜାଣିଛୁ। ମତେ ଯେତେ ପ୍ରଶଂସା କଲେ ମଧ୍ୟ ମୁଁ ସେ ପ୍ରଶଂସାର ଯୋଗ୍ୟ କି ନାହିଁ ମୁଁ ନିଜେ ଜାଣିଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇଟା ଗୋଟେ ସେ ସମୟ, ଆମେ ଗୋଟେ ଶେଷ ସମୟରେ ଆମେ ବାସ କରୁଛୁ। ଆମ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ମେଘମାଳାରେ ଆସିବେ, ଚିହ୍ନ ଲକ୍ଷଣ ଗୁଡିକ ଆମ ଆଖିରେ ଦେଖାଯାଉଛି, ଯୁଦ୍ଧ ଉପରେ ଯୁଦ୍ଧ, ଜନରବ ସଂଗ୍ରାମ, କେତେବେଳେ ତୃତୀୟ ବିଶ୍ୱଯୁଦ୍ଧ, ଏସବୁ ଗୁଡିକ ଚାଲିଛି। ସେ ସମୟ ଭିତରେ ମଣ୍ଡଳୀ ନିଜକୁ ପ୍ରସ୍ତୁତ କରୁଥିବ, ନିଜକୁ ତିଆରି କରୁଥିବ, ନିଜକୁ ପରିଷ୍କାର କରୁଥିବ, ନିଜକୁ ପବିତ୍ର କରୁଥିବ, ଆଉ ବର ନିମନ୍ତେ ନିଜକୁ ସୁସଜ୍ଜିତ କରିବାର ସମୟ। କିଏ ଯିବେ କିଏ ନ ଯିବେ ଆମ କଥା ନୁହେଁ। ମୁଁ କେମିତି ଅଛି, ମୁଁ ଆଗମନ ନିମନ୍ତେ ପ୍ରସ୍ତୁତ ହଉଛି ତ? ପ୍ରିୟମାନେ, ଏଇ ସବୁ ଚିହ୍ନ ଲକ୍ଷଣ ଗୁଡିକ ଏବେ ଦେଖନ୍ତୁ, ଯେତେବେଳେ ପେଟ୍ରୋଲ ପମ୍ପ ଆପଣ ଯିବେ, ଗଦା ଗାଡି ଲାଗିଛି, ସମସ୍ତଙ୍କ ହାତରେ ବଟଲ, କାହିଁକିନା ତେଲ ସରିଯିବ, ଆଉ ଆମେ ଗାଡି କେମିତି ଚଲେଇବୁ, ସେମାନେ ସେ ପ୍ରକାର ସିରିୟସ। ଗ୍ୟାସ ଦୋକାନରେ ଲାଇନ କୁ ଲାଇନ ଲାଗିଛି। ଆମର କି ପ୍ରକାର ଜୀବନ ଥିବ? ପ୍ରଭୁ ତୁମେ ଆସୁଛ,
मोर हृदय को टिके देख मते टिके देख मो जीवन को टिके देख प्रभु तुमे तुरी जो फुंकिब प्रभु मो रूपांतरित हेबार अछि प्रभु मु मेघमाला को नीत हेबार अछि आमर एई प्रकार जीवन शैली थिबार आमर प्रार्थना से प्रकार रहिबार अछि प्रिय माने आसंतु आमे प्रभु निकट रे प्रार्थना करिबा निजको टिके आमे परीक्षा करिबा जे आमे विश्वास रे अछु कि नहीं पवित्रता रे अछु कि नहीं आमे संकीर्ण मार्ग रे अछु कि नहीं आमे आमे आगमन निमंते प्रस्तुत होछु कि नहीं एटा टिके आमे परीक्षा करिबा पदे प्रार्थना करिबा पिता आमे तुमको धन्यवाद दौचु राजा तुमको धन्यवाद दौचु धन्यवाद उपरे धन्यवाद धन्यवाद उपरे धन्यवाद आमे तुमको दौचु राजा कारण तुम्हें महान अट तुम्हें सर्वशक्तिमान अट तुम्हें आश्चर्य कर्म करिबा परमेश्वर तुम्हें अट प्रभु आमे तुम नाम रो जय जयकार करूछु प्रभु तुम्हें एते सुंदर भावरे आमान को प्रभु तुम्हें कथा कहूच दो वाक्य द्वारा आमान को प्रभु तुम्हें ओ प्रभु पुनर्बार प्रभु तुम्हें उत्साहित करूच निजको टिके परीक्षा करो तुम्हें केमिति अछ तुम्हें रेप्चर रे जाई परिबो कि नहीं तुम्हें आगमन रे जाई परिबो कि नहीं यीशुकर आगमन हेई गलानी प्रभु मु तुमको धन्यवाद दउछि राजा तुम्हें पुनर्बार तुम्हें आमान को गोटे चेतना मूलक वाक्य तुम्हें देइछो आमे तुमर गौरव करूछु महिमा करूछु राजा एई चेतना मूलक वाक्य पाई आमे तुमको धन्यवाद दउछु राजा प्रार्थना करूछु समस्त एई जूम रे यूट्यूब रे जेते भाई भूणी माने जड़ित होइचंती आमे समस्त आमे निजको परीक्षा करिबो आजिर जीवन काली को नहीं काली कोन घटिबो हमको जणा नहीं सबु समय रे प्रस्तुत ही निजको परीक्षा करी निजको परिष्कार करी तुम आगमन निमंते हमको प्रस्तुत हेबा पई दया करी तुम्हें सहायता कर प्रभु जगतर स्रोत रे भासी जीवा पई तुम्हें दियो नहीं ओ प्रभु ऊर्ध्व दृष्टि करी तुमर अपेक्षा रे आमे रही पारिबु दया करी तुम्हें अनुग्रह कर प्रभु धन्यवाद यूनाइटेड ओडिया प्रेयर फेलोशिप निमंते मो तुमको धन्यवाद दिए प्रतिदिन प्रभु प्रति संध्या समय रे ए जूम सेवा कार्य चली आशीर्वाद करो समस्त जत्न तत्व तुम्हें नियो पवित्र आत्मा और शक्ति रे तुम्हें परिपूर्ण करो मागिबा भाविबा ठारू अधिक तुम्हें प्रदान करो जो माने रोग रे अछंती सुस्थता दियो प्रभु जो माने समस्या मध्य अछन समस्या उद्धार करो परिवार रो अशांति गुडी को दूर हो जाओ पुओ जो माने एग्जाम लिखुचंती से मान उत्तम स्वास्थ्य भोग करिवा पाई दियो मंडली आत्मा उपरे आत्मा लाभ करिवे अनुग्रह प्रदान करो धन्यवाद जूम रो प्रत्येक कार्यकारी मान निमंते धन्यवाद दिए प्रत्येक सदस्य मान को मध्य धन्यवाद दिए समस्त आशीर्वाद करी गौरव प्रार्थना प्रिय प्रभु यीशु नाम रे मागुछु आमेन।